ଆରେ ଏଟା ଜଳିଗଲା ନା କଣ? ବ୍ୟସ୍ତ ହୁଅନି କହୁଛି। ନମସ୍କାର ସାଙ୍ଗମାନେ, ଆଉ ଗୋଟେ ନୂଆ ବ୍ଲଗକୁ ଆପଣମାନଙ୍କୁ ସ୍ୱାଗତ। ମନାଲି ଯିବା ରାସ୍ତାରେ ଆଜି ଗୋଟେ ହଠାତ୍ ଦେଖିଲୁ ହଟ୍ ଏୟାର ବେଲୁନ। ଏତେ ପାଖରେ ପୁଣି ଏୟାର ବେଲୁନ ମୁଁ ତ ପ୍ରଥମ ଥର ଦେଖୁଛି। ମତେ ଲାଗୁଛି ମନାଲି ତ ଡେଷ୍ଟିନେସନ, କିନ୍ତୁ ଅସଲି ଷ୍ଟୋରିଟା ତ ଏଇ ରାସ୍ତାରୁ ହିଁ ଷ୍ଟାର୍ଟ ହେଇଯାଉଛି। ମତେ ଏମିତି ଫିଲ୍ ହଉଛି ଟିକେଟ ତ ମନାଲି ପାଇଁ କଟା ଯାଇଛି, କିନ୍ତୁ ଭ୍ୟୁଟା ମତେ ଫ୍ରିରେ ମିଳିଯାଉଛି। ଆମେ ସେଇ ପାହାଡ ପାଖକୁ ଯାଉଛୁ ଯୋଉଠି ବରଫ ପଡିଛି। ଏଇ ଏୟାର ବେଲୁନକୁ ଦେଖି ଲାଗୁଛି ଯେମିତି ଏଥିରେ ଗଲେ ପୁରା ଆକାଶ ଛୁଇଁଯିବ। ଏଇ ଭ୍ୟୁଟା ଆମ ଜର୍ଣ୍ଣିକୁ ଟିକେ ସ୍ପେଶାଲ ଫିଲ୍ କରେଇଦେଲା। ଏତେ ଅପେକ୍ଷା ପରେ ଫାଇନାଲି ଆମେ ମନାଲି ଭିତରକୁ ଏଣ୍ଟ୍ରି କଲୁ। ଏଇ ଭ୍ୟୁ ଦେଖିକି ମାଇଣ୍ଡ ରେ ବାରମ୍ବାର ଗୋଟେ ହିଁ ୱାର୍ଡ ଆସୁଛି, ଯୋଉଟା କି ୱାଓ। ପାହାଡ, ନଦୀ, ତା ସହିତ ଥଣ୍ଡା ଥଣ୍ଡା ପବନ, ଯେମିତି ମନାଲି ଆମମାନଙ୍କୁ ୱେଲକମ କରୁଛି। ଏଇ ରାସ୍ତା ଶିଖଉଛି ଡେଷ୍ଟିନେସନ ଠାରୁ ଜର୍ଣ୍ଣିଟା ବହୁତ ସୁନ୍ଦର। ଆମେ ଆମ ପ୍ରପର ଜାଗାରେ ପହଞ୍ଚିଲା ବେଳକୁ ସନ୍ଧ୍ୟା ହେଇଯାଇଥିଲା। ଏଇଟା ଥିଲା ଗୋଟେ ଫେମସ ମାର୍କେଟ, ଆଉ ସେଠି ଏତେ ଭିଡ, ଏତେ ଟ୍ରାଫିକ, ଏତେ ଲୋକ ଦେଖିକି ମୁଁ ବି ଆଶ୍ଚର୍ଯ୍ୟ ହେଇଗଲି। ଫାଇନାଲି ଆମ ହୋଟେଲରେ ଯାଇକି ଆମେ ପହଞ୍ଚି ଯାଇଥିଲୁ। ଆଉ ଏଠି ମୋର ହାଲତ ପୁରା ବେଣ୍ଡ ବାଜି ଯାଇଛି। ଦିନ ସାରା ଗାଡିରେ ବସିକି ପୁରା ହାଲତ ଖରାପ। ତାପରେ ଗାଡିରୁ ଓହ୍ଲେଇ ସାରିଲା ପରେ ଯୋଉ ଥଣ୍ଡା। ହୋଟେଲ ପହଞ୍ଚି ଆମେ କଣ କଣ କଲୁ କହିବି ନେକ୍ସଟ ଭିଡିଓରେ। ରହୁଛି, ଜୟ ଜଗନ୍ନାଥ।